ବଢୁଛି ଚୋରା ବାଲି ଚାଲାଣକାରୀଙ୍କର ପ୍ରାଦୁର୍ଭାବ। ବାଇକ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ବାଲି ବୋଝେଇ ହାଇୱା। ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପ୍ରତ୍ୟେକ ଦିନ ରାତିରେ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଛି। 31 ତାରିଖ ଦିନ ରାତିରେ ଏକ ଦ୍ରୁତଗାମୀ ବାଲି ବୋଝେଇ ହାଇୱା WB33F3506 ଏକ ବାଇକ୍କୁ ଅମ୍ବାଳିଓଠା ଛକ ନିକଟରେ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପଛରେ ଯାଉଥିବା ଏକ କାର ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ହାଇୱାଟି ପଶ୍ଚିମବଙ୍ଗକୁ ପଳାଇ ଯାଇଥିଲା। ଦୁର୍ଘଟଣାରେ 2 ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିବା ପରେ ପରବର୍ତ୍ତୀ ସମୟରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଉଛନ୍ତି ଚନ୍ଦନ ଆଚାର୍ଯ୍ୟ ଓ କାଜଲ ଆଚାର୍ଯ୍ୟ। ଘଟଣାରେ ଅଧିକ ତଦନ୍ତ କରୁଛି ଜଳେଶ୍ୱର ଥାନା ପୋଲିସ।